ବାହାରେ ପ୍ରବଳ ଖରା, ବାହାରକୁ ବାହାରି ହେଉନି। ଏ ଖରା ଗରମରେ ନା ବାହାରକୁ ଯାଇ ହେଉଛି ନା ଘରେ ରହି ହେଉଛି। ସେ ଆଳୁ ଖାଇ ଖାଇ ବିରକ୍ତ ଲାଗିଲାଣି, କିନ୍ତୁ ପାଟି ଖୋଜୁଛି କିଛି ମଜାଦାର ଆଉ ସ୍ପାଇସି ଖାଇବା ପାଇଁ, ନା କ'ଣ? ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ସେମିତି କିଛି ଗୋଟେ ସ୍ପାଇସି ଆଉ ହୋଟେଲ ଷ୍ଟାଇଲର ମଜାଦାର ଖାଇବା ବନେଇବା, ଯାହା ହେଉଛି ହାଇଦ୍ରାବାଦୀ ଦମ୍ ବାଇଗଣ। ଖୁବ୍ ଇଜି ରେସିପି ଆଉ ଖୁବ୍ ଶୀଘ୍ର ବନିଯିବ ଆଉ ବହୁତ ଟେଷ୍ଟି। ଚାଲନ୍ତୁ ବନେଇବା। ସେଥିପାଇଁ ପ୍ରଥମେ ମସଲା ବନେଇ ନେବା। ମସଲାରେ ଏଠି ମୁଁ 2ଟା ମିଡ଼ିୟମ୍ ସାଇଜ୍ର ପିଆଜ, 2ଟା ଟମାଟୋ, ଖଣ୍ଡେ ବଡ଼ ଅଦା, 2ଟି ରସୁଣର ପାଖୁଡ଼ାକୁ ଚୋପା ଛଡ଼େଇକି ନେଇଛି, 1 ଚାମଚ ଚାରମଗଜ ଆଉ 5ଟି କାଜୁ, 4ରୁ 5ଟି କାଜୁକୁ ତାକୁ ପ୍ରଥମେ 1 କପ୍ ପାଣି ଦେଇକି ବଏଲ୍ କରିନେବା। ବଏଲ୍ କରିସାରିଲା ପରେ ଯେତେବେଳେ ଥଣ୍ଡା ହେଇଯିବ ତାକୁ ପେଷ୍ଟ ବନେଇଦେବା। ଆମର ମସଲା ରେଡ଼ି ହେଇଗଲା। ଏବେ ବାଇଗଣ, ଯେଉଁଟାକି ଛୋଟ ଛୋଟ ବାଇଗଣ, ଯେଉଁ କଷି ବାଇଗଣ ହେଉଛି ଯେଉଁଥିରେ କି ମଞ୍ଜି ନଥିବ, ସେଇଭଳିଆ ବାଇଗଣ ନେବା। ଆଉ ତାକୁ ଭିଡ଼ିଓରେ ଯେମିତି ଦେଖାହେଇଛି ସେଇଭଳିଆ 4 ଫାଳ କରି କାଟିବା, କିନ୍ତୁ ତା ଡଣ୍ଠଲ ମାନେ ତାର ଯେଉଁ ଷ୍ଟିମ୍ଟା ଲାଗିକିନା ଥିବ। ତାପରେ ତାକୁ ଭଲ ଭାବରେ ଧୋଇଦେବା, ତାକୁ ଚେକ୍ କରିଦେବା। ଯଦି ବେଳେବେଳେ ବାଇଗଣରେ ପୋକ ଲାଗିଥାଏ, ତାକୁ ଚେକ୍ କରିକି ତାକୁ ଭଲରେ ଧୋଇକି ନେବା। ଏବେ ମସଲା ନେବା। ମସଲାରେ ଏଠି ମୁଁ ନେଇଛି ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, କାଶ୍ମୀରୀ ଲାଲ ମିର୍ଚ ଗୁଣ୍ଡ, ଚାଟ୍ ମସଲା, ଲୁଣ ଆଉ 2 ଚାମଚ ବେସନ। ଯେଉଁ ମସଲାକୁ ନେଇଛି ସେଥିରେ 2 ଚାମଚ ଧନିଆ ଗୁଣ୍ଡରୁ 1 ଚାମଚ ଧନିଆ ଗୁଣ୍ଡ, 1/2 ଚାମଚ ଜିରା ଗୁଣ୍ଡ, କାଶ୍ମୀରୀ ଲାଲ ମିର୍ଚ 1/2 ଚାମଚ, ହଳଦୀ ପାଉଡ଼ର 1/2 ଚାମଚ ଆଉ ଚାଟ୍ ମସଲା, ଲୁଣକୁ ଆମେ ବର୍ତ୍ତମାନ ମିଶାଇବା। ବାକି ଯେଉଁ ମସଲା ଅଛି ଅଧା ଅଧା ରହିଲେ ତାକୁ ଆମେ ପରେ ୟୁଜ୍ କରିବା। ଚାଟ୍ ମସଲାଟା ପୁରା 1 ଚାମଚ ଆମେ ସମ୍ପୂର୍ଣ୍ଣ ଭାବରେ ୟୁଜ୍ କରିଦେବା। ଏବେ ଯେଉଁ ବେସନ ଆମେ 2 ଚାମଚ ନେଇଥିଲେ, ସେଇ ବେସନକୁ ମସଲା ଦେହରେ ଦେଇକି ତାକୁ ସବୁ ମସଲାକୁ ଭଲ ଭାବରେ ଗୋଳେଇ ଦେବା। ଯେଉଁ ମସଲା ଆମେ ପେଷ୍ଟ ବନେଇକି ରଖିଛନ୍ତି, ଯେଉଁ ଅନିଅନ୍ ଆଉ ଟମାଟରକୁ ଆମେ ସିଝେଇଥିଲେ, ତାକୁ ପେଷ୍ଟ ଥଣ୍ଡା ହେଲା ପରେ ପେଷ୍ଟ ବନେଇକି ରଖିଛନ୍ତି, ସେ ପେଷ୍ଟରୁ ଏବେ ସେଇ ମସଲାରେ 2 ଚାମଚ ମିଶାଇଦେବା। ଗୁଣ୍ଡ ମସଲାରେ 2 ଚାମଚ ମିଶାଇଦେବା ଆଉ ତାକୁ ଭଲ ଭାବରେ ଗୋଳେଇବା। ଗୋଳେଇ ସାରିଲା ପରେ ଯେଉଁ ବାଇଗଣକୁ ଆମେ ଧୋଇକି ରଖିଛେ ତା ଭିତରେ ମସଲାକୁ ସବୁ ଦେଇଦେବା। ଆଚ୍ଛା, ଏଥିରେ ଯେଉଁ ଆମେ ଲୁଣ ଦେଇଛେ, ତେଣୁ ଲୁଣ ବାଇଗଣରେ କ'ଣ ହେବ ନା, ସେ ମସଲା ସବୁ ପାଣି ଛାଡ଼ିବ। ଲୁଣ ଦେହରେ ଅଛି, ବାଇଗଣରେ ପାଣି ଅଛି, ସେ ପାଣି ଛାଡ଼ିବ। ତେଣୁ ସେ ମସଲା ପୁରା ଭଲ ଭାବରେ ସେ ଟାଣି ନେବ ବାଇଗଣକୁ, ମସଲା ସବୁ ତା ଭିତରେ ଭେଦିଯିବ। ତ ବାଇଗଣ ଭିତରେ ସବୁ ମସଲାକୁ ଭର୍ତ୍ତି କରିକି ଆମେ ସେଥିରେ ତାକୁ 4-5 ମିନିଟ୍ ପର୍ଯ୍ୟନ୍ତ ସେମିତି ରଖିଦେବା, ଯାହାଫଳରେ କି ମସଲାଟା ବାଇଗଣ ଦେହରେ ପୁରା ଭେଦିଯିବ। ତାପରେ କଡ଼େଇରେ ଆମେ 4ରୁ 5 ଚାମଚ ତେଲ ଦେବା। ତେଲ ଦେଇକି ବାଇଗଣକୁ ଆମେ ଫ୍ରାଏ କରିବା। ଏତିକି ଫ୍ରାଏ କରିବା ଯେମିତିକି ବାଇଗଣଟା ସିଝିଯିବ, କିନ୍ତୁ ପୁରା ଭଲ ଭାବରେ ସିଝି ଯାଇଥିବ, କିନ୍ତୁ ସେ ଫିଟିବନି, ମାନେ ବାଇଗଣ ପୁରା ବାହାରକୁ ବାହାରିବନି ତା ମସଲା ଯେମିତି, ସେଇଭଳିଆ ଆମେ ତାକୁ ଫ୍ରାଏ କରିବା। ମାନେ 70ରୁ 75% କୁକ୍ କରିଦେବା, ଯେମିତି ବାଇଗଣ ସିଝି ଯାଇଥିବ କିନ୍ତୁ ଫିଟିବନି। ଆପଣ ଯେତେବେଳେ ବାଇଗଣରେ ତାକୁ ଓଲଟ ପାଲଟ କରିକି ଭାଜିକି ସ୍ପେଚୁଲା ମାରିବେ, ଦେଖିବେ ବାଇଗଣ ପୁରା ନରମ ହେଇଯାଇଛି। ବାଇଗଣଟାକୁ ଭାଜିଲା ବେଳେ ତାକୁ ଟିକେ ଢାଙ୍କି ଦେଲେ ଶୀଘ୍ର ସିଝିଯିବ ଭିତର ଆଉ ଉପରଟା। ତାପରେ ତାକୁ ଲେଉଟା ପାଉଟା କରିକି ଆମେ ବାଇଗଣ ସବୁ ବାହାରକୁ ବାହାର କରି ଆଣିବା, କଡ଼େଇରୁ ବାହାରକୁ ବାହାର କରି ଆଣିବା। ଏବେ ଯେଉଁ ତେଲ ଅଛି ସେତିକି ତେଲରେ ଆମେ ମସଲା ତିଆରି କରିବା। ପ୍ରଥମେ ତେଜପତ୍ର 1 ଆଉ 2ଟା ପିଆଜକୁ ଚୁନା ଚୁନା କରି କାଟିକି ପକାଇବା। ପିଆଜକୁ ପୁରା ଗୋଲ୍ଡେନ୍ ବ୍ରାଉନ୍ କରିକି ଭାଜିବାକୁ ପଡ଼ିବନି। ଟିକେ ଯେତେବେଳେ ପିଆଜ ଟ୍ରାନ୍ସଲୁସନ୍ ହେଇଯିବ, ଆମେ ଯେଉଁ ମସଲା ପେଷ୍ଟ ବନେଇକି ରଖିଥିଲେ ତାକୁ ସେଥିରେ ଦେଇଦେବା। ଦେଇକି ଭଲ ଭାବରେ ତାକୁ କଷିବ, ଯେମିତିକି ପାଣି ତାର ଛାଡ଼ିଯିବ। ପୁରା ପାଣି ଶୁଖିବା ପର୍ଯ୍ୟନ୍ତ ଆମେ ତାକୁ ମସଲାକୁ କଷିବା। ମସଲା ଆମର ସିଝି ଯାଇଛି, ଅନିଅନ୍ ଟମାଟୋ କେବଳ 5 ମିନିଟ୍ କଷିଲେ ସେ ପୁରା ପାଣି ଶୁଖିଯିବ। ତାପରେ ଯେଉଁ ମସଲା ଆମେ ରଖିଥିଲେ, ଯେମିତିକି ଜିରା ପାଉଡ଼ର, ଧନିଆ ପାଉଡ଼ର, କାଶ୍ମୀରୀ ଲାଲ ମିର୍ଚ ପାଉଡ଼ର, ହଳଦୀ ପାଉଡ଼ର, ଏଠି ଆମେ ଗରମ ମସଲା 1 ଚାମଚ ନେବା ଆଉ
लुण आम प्रथम बैगण भितर देइछि से अनुसार आपण निजर टेस्ट अनुसार लुण को कम बेसी करेंगे। तो सब देकी भल भाव कषा पानी सुखी गला से 2 ରୁ 3 चामच आम फ्रेश दही पकेबा। देखो यहाँ हैदराबादी दम बैगण तेणु बैगण आम दही मात्र कम यूज करवा। दही बैगण जमती आम तैयारी करूँ से दहीटा को आम बेसन सांगे गोल करूँ से नुहे ये मसला बैगण तेणु मात्र 2 ରୁ 3 चामच दही देकी मसला को कषा। तापर जी ग्रेवी आम दरकार से पानी देकी मसला फुटिले बैगण सब देदेव। तापर 1 चामच कसूरी मेथी हाथ में दलिकी पकई देकी घोड़े 5 मिनिट आम सिझा को छाड़देव। मसला फुटो जमी बैगण से मसला पानी फुटीगला ढाकन खोलिकी मसला को टिके बैगण को टिके गोले दबा हल्का हाथ में ना बैगण पूरा सिझी जाइए से बाहर फिटिज। तापर कंचा लंका धनिया पत्र आउ 2 चामच दही पकईकी आम ढांकीदबा से ढांकी गैस बंद करदबा आउ से ठंडा होगापी 5 मिनिट छाड़दबा। तापर 5 मिनिट पर आम भात सांगरे बा रोटी सांगरे बा पराठा सांगरे आप सर्व करें। बहुत टेस्टी बहुत इजी थे निश्चय बनातु खातु। टेस्ट केमती लगे मत कमेंट्स करके निश्चय जनातु। यदि वीडियो भल लगा ताले लाइक करेंगे कमेंट्स करेंगे और जब फर्स्ट टाइम मो चैनल को आछंती निश्चय सब्सक्राइब करेंगे। नेक्स्ट वीडियो देखा से पर्यंत जय जगन्नाथ।